ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଞ୍ଝାରପୁର ଅଞ୍ଚଳର ବିଭିନ୍ନ ସମବାୟ ସମିତିକୁ ଅଚାନକ ଗସ୍ତ କରି ସ୍ଥିତିକୁ ସମୀକ୍ଷା କରିଛନ୍ତି। ଫତେପୁରସ୍ଥିତ ବରୁଣେଇ ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ସମ୍ପାଦକ ମାନସ କବିଙ୍କ ସହ ଚାଷୀ ସମସ୍ୟା ସମ୍ପର୍କ ଓ ଧାନ କିଣା ସମ୍ପର୍କରେ ଆଲୋଚନା କରିଥିଲେ। ରବି ଧାନ କିଣାରେ ମଣ୍ଡିର ଉପଯୁକ୍ତ ବ୍ୟବସ୍ଥା କରାଇବା ନେଇ ମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ କରିଥିଲେ। ଦେଖନ୍ତୁ ରବି ସିଜନର ଧାନ ପ୍ରୋକ୍ୟୁରମେଣ୍ଟ ଆମର ଆରମ୍ଭ ହୋଇଯାଇଛି। ଆମେ ଚାହୁଁଛୁ ଧାନ ପ୍ରୋକ୍ୟୁରମେଣ୍ଟ ଠିକ୍ ଭାବରେ ହଉ, ଚାଷୀମାନେ ତାଙ୍କର ଧାନ ଆସିକିରି ଆରାମସେ ଯେମିତି ଠିକ୍ ଭାବରେ ବିକିପାରିବେ, ସେଇଟା ହେଉଛି ଆମର ଲକ୍ଷ୍ୟ। ମୁଁ ସେଇଥିପାଇଁ ମଣ୍ଡି ଗୁଡ଼ାକୁ ବୁଲିକି ଦେଖୁଛି। ଯେଉଁ ମଣ୍ଡିରେ ଆମର ଇନଫ୍ରାଷ୍ଟ୍ରକ୍ଚର ନାହିଁ, ଚାଷୀମାନେ ଆସିବେ, ବସିବେ, ଲାଟ୍ରିନ୍ ବାଥରୁମ୍ ଟିକେ ଥିବା ଦରକାର, ଚେୟାର ପକେଇକି ଟିକେ ବସିବା ଦରକାର ଏବଂ ତାଙ୍କ ଧାନ ରଖିବା ପାଇଁ ଜାଗା ଦରକାର। ଏସବୁ ଜାଗା ଏଇ ମଣ୍ଡିରେ ନାହିଁ। ତେଣୁ ଏ ମଣ୍ଡି ଆଗକୁ କେମିତି ଇନଫ୍ରାଷ୍ଟ୍ରକ୍ଚର ଠିକ୍ ହେବ, ସେଥିପାଇଁ ଉପଜିଲ୍ଲାପାଳ ମହୋଦୟଙ୍କୁ ମୁଁ କହିଲି ଯେ ଏଥିପାଇଁ ଜାଗା ଯେତିକି ଦରକାର ତାଙ୍କର ଦିଆଯିବ ଏବଂ ତା ଭିତରେ ଯାହା ଇନଫ୍ରାଷ୍ଟ୍ରକ୍ଚର ପାଇଁ ପଇସା ଦରକାର ସରକାର ଦେବ। ଏସବୁ ବ୍ୟବସ୍ଥା ଆମେ ଚାଷୀମାନଙ୍କ ପାଇଁ କରିବା। ତେଣୁ ମୁଁ ଅବିକା ଦେଖିଲି 100 ଜଣ ଚାଷୀ ଏ ମଣ୍ଡିରେ ରେଜିଷ୍ଟ୍ରେସନ କରିଛନ୍ତି। ତାଙ୍କର ସମସ୍ତଙ୍କର ଧାନ